ଜାଣିଛନ୍ତି ସାଙ୍ଗମାନେ ଆଜି ମୋ ସାଙ୍ଗ ବର୍ଷା ତା ଶାଶୁ ଘରକୁ ପଳେଇବ ଆଉ ସେଇ ଦୁଃଖରେ କାଲି ରାତିରେ କାନ୍ଦି କାନ୍ଦି ଏ ଘରର ଅବସ୍ଥା ଯାହା କରିଛି ଦେଖୁନାହାନ୍ତି କାନ୍ଦି କାନ୍ଦି କେମିତି କାଦୁଅ କରିଛି। ହଉ ଚାଲ ବର୍ଷା ତା ଶାଶୁ ଘରକୁ ଯିବା ପୂର୍ବରୁ ତାକୁ ଟିକେ ଦେଖା କରିକି ଆସିବା ଆଉ ତା ଶାଶୁ ଘରକୁ କଣ କଣ ଭାର ନଉଛି ସେଇଗୁଡା ବି ଦେଖିକି ଆସିବା। ଆଉ କହୁ କହୁ ମୁଁ ଆସି ପହଞ୍ଚିଗଲି ବର୍ଷା ଘରେ। ଆଉ ବର୍ଷାକୁ ଡାକି ଡାକି ଘର ଭିତରକୁ ଗଲା ପରେ ବର୍ଷା ରାଣୀ ଆମର ଶାଶୁ ଘରକୁ ଯିବା ପାଇଁ ରେଡି ହଉଛନ୍ତି। ମାନେ ଗାଁକୁ ଆସିଲା ପରଠୁ ସାଙ୍ଗ ବୋଲି ମୋର ଏଠି କେହି ନଥିଲେ, କିନ୍ତୁ ବର୍ଷାଙ୍କ ସହ ଏଇ 2 ଦିନ ଭିତରେ ମିଶିଲା ପରେ ମତେ ବହୁତ ଖୁସି ଲାଗିଲା। ଆଉ ଏପଟେ ଦେଖ ଆମେ ଟିକେ ଭଲସେ ସାଙ୍ଗ ହେଲୁ କି ନାହିଁ, ସିଏ ଆଜି ତା ଶାଶୁ ଘରକୁ ପଳେଇବ। ବିଚାରୀର ଯିବା ପାଇଁ ତ ଟୋଟାଲି ଇଚ୍ଛା ନାହିଁ, ହେଲେ କଣ କରିପାରିବା, ସିଏ ଖାଲି ଏବେ ଘରର ଝିଅ ନୁହଁ ଆଉ କାହା ଘରର ବୋହୂ ମଧ୍ୟ, ଯିବାକୁ ତ ପଡିବ ନା। ଆଉ ଆଜି ଖାଲି ବର୍ଷା ନୁହଁ, ବର୍ଷାଙ୍କୁ ଛାଡିବା ପାଇଁ ତାଙ୍କ ଭାଇ ଭଉଣୀ ମାନେ ବି ସାଙ୍ଗରେ ଯିବେ। ଆଉ ସେଇ ପାଇଁ ବର୍ଷା ନିଜେ ରେଡି ହେବା ସହ ତା ଭଉଣୀ ମାନଙ୍କୁ ବି ରେଡି କରିଦଉଛି। ଆଉ ଫାଇନାଲି ବର୍ଷା ରେଡି ହେବା ପରେ ମତେ ଗୋଟେ ବଢିଆ ସରପ୍ରାଇଜ ଟେ ଦେଲା, ଯାହାକୁ କି ଆମ ସାଇଡରେ ତୁତକୁଳି ବୋଲି କୁହନ୍ତି। ସତରେ ଆଜି ୟାକୁ ଖାଇ ମୋ ପିଲାଦିନ କଥା ମନେ ପଡିଗଲା। ମାନେ ଛୋଟବେଳେ ଯେତେବେଳେ ଆମେ ସ୍କୁଲ ଯାଉଥିଲୁ, ସ୍କୁଲ ଯିବା ବାଟରେ ଚୋରି କରି କରି ବହୁତ ଖାଉଥିଲୁ, କିନ୍ତୁ ଆଜି ଏ କୋଳି କୋଉଠି ଦେଖିବାକୁ ବି ମିଳୁନି। ଆଉ ସାଙ୍ଗମାନେ ଆପଣ ମାନେ ଏ କୋଳିକୁ ଜାଣିଛନ୍ତି ନା ନାଇଁ? ଆଉ ଯଦି ଜାଣିଛନ୍ତି ଆପଣଙ୍କ ସାଇଡରେ ଏ କୋଳିକୁ କଣ କୁହନ୍ତି କମେଣ୍ଟରେ ନିଶ୍ଚିତ ଭାବେ ଜଣେଇବେ। ଆଉ ଏତେବେଳକୁ ଅଟୋ ଆସି ଘର ଆଗରେ ଠିଆ ହେଇସାରିଥିଲା। ଦେନ୍ ଗୋଟେ ପରେ ଗୋଟେ ବେଗ ଲୋଡ କରି ସମସ୍ତଙ୍କୁ ଦେଖା କରି ସାରିବା ପରେ ତାଙ୍କ ସହ ମୁଁ ବି ଯାଇଥିଲି ଆମ ଗାଁ ପାଖ ବସ୍ ଷ୍ଟପ କୁ। ଆଉ ଫାଇନାଲି ବସ୍ ଷ୍ଟପ ପାଖରେ ପହଞ୍ଚିଲା ପରେ କିଛି ସମୟ ୱେଟ କରିଥିଲୁ। ଆଉ ବସ୍ ଆସିଲା ପରେ ସେ ବସ ରେ ଚଢି ସମସ୍ତେ ପଳେଇଲେ। ଆଉ ସତରେ ଆଜି ତ ଏଇଟା ରିଏଲାଇଜ ହେଇ ହିଁ ଗଲା ଯେ ଜୀବନରେ କିଛି ମୁହୂର୍ତ୍ତର ଫ୍ରେଣ୍ଡସିପ ବହୁତ ଖୁସି ଦେଇଥାଏ, ଆଉ ବେଳେ ବେଳେ ଭାବିଲେ ବହୁତ ଦୁଃଖ ବି ଲାଗେ। ବାଇ ବାଇ ବର୍ଷା, ମିସ୍ ୟୁ।